চাষ জমি কি ঘর কলে ঘর বাড়ি কি কনভর্ট করবে, অতীতକୁ ବି କନଭର୍ଟ କରିବେ, ବଗାୟତକୁ ବି କନଭର୍ଟ କରିବେ, ସାରଦ ଭୂଇକି ବି କନଭର୍ଟ କରିବେ। ଘର କରିବାକୁ ହେଲେ ଘର ବାରି କରିବାକୁ ପଡ଼େ। ଏଇଆ ସିଷ୍ଟମ୍ ଯେଉଁ ହେଇଛି ବର୍ତ୍ତମାନ 1.5 ବର୍ଷ 2 ବର୍ଷ ହେଲାଣି, ଯଦି ଆମେ ଟୋଟାଲ ମଦର ପ୍ଲଟ୍କୁ ଆମେ ଘର ବାରି କରିଦେବୁ ତାକୁ ବିକି ପାରିବୁ ନାହିଁ, କାରଣ ବେପାରୀ ଜମି କିଣାବିକା ବନ୍ଦ ହେଇଗଲା। କେବଳ ଚାଷୀ ତାଙ୍କୁ ହଇରାଣ କରିପାରିବେନି ସରକାର, ତେଣୁକରି ବିଲ୍ଡରମାନଙ୍କ ପାଇଁ ଟିକେ କୋହଳ କରିବା ପାଇଁ ବିନା ଘର ବାରି ପ୍ଲଟ୍ କିଣାବିକା ହେଇପାରିବ। ଏଇଆ ତାଙ୍କର ରୁଲ୍ଟା ପାସ୍ କଲେ ପଛରେ। ତ ଆମେ ଯଦି ଘର ବାରି କରିଦେଉଛୁ ତ ହେଇପାରିବୁ, ତେଣୁକରି ଆମେ ରେଜିଷ୍ଟ୍ରି କରେଇ ଦେଉଛୁ। କଷ୍ଟମରଙ୍କର ଯେତିକି ହେଲା ଏରିଆ ସେତିକି ଘର ବାରି କରିଦେବ, ଟଙ୍କା 20-30 ହଜାର ଖର୍ଚ୍ଚ ହେବ। ଏଇଆ ମାସେ ଲାଗୁଥିଲା ସେତେବେଳେ, ବର୍ତ୍ତମାନ ଟିକେ କାଗଜ କଲମ ବନ୍ଦ ଅଛି, ତେଣୁକରି 1.5 ମାସରୁ 2 ମାସ ଭଳିଆ ଲାଗିବ। ସେମାନେ ଇଲେକ୍ଟ୍ରିକାଲ ସେମାନେ ଯେଉଁଟା ସିଲ୍ ଦେଉଛନ୍ତି ସେଇଟା ପରିବର୍ତ୍ତନ ହେଇପାରିବନି। ଆପଣ ରେଷ୍ଟ୍ରି କଲେ ତାର ସିଲ୍ ଦେଉଛନ୍ତି, ସେ ସିଲ୍ ପକ ମାନେ ସେଟା ଘର ହେଇପାରିବନି, ହେଇପାରିବନି। ହଁ ଏଟା ଭୁବନେଶ୍ୱର ଚାଲିଛି। ସେଇଟା କ'ଣ କେମିତି ହେବ? ଆଉ ଗୋଟେ ସାଇଡ଼ କ'ଣ ସେମାନେ କହିବେ ରେଷ୍ଟ୍ରି କରିବେନି, ସମସ୍ତ କହିବେ ଯେ ନାଇଁ ଆମେ ଚିନ୍ତା କରିବୁ। ମାନେ ରେଜିଷ୍ଟ୍ରେସନ୍ କଲା ଟାଇମ୍ରେ ସେମାନେ ଗୋଟେ ଷ୍ଟାମ୍ପ ଦେଉଛନ୍ତି ଯେଉଁଟାକି ଓନ୍ଲି ଫର୍ ଏଗ୍ରିକଲଚରାଲ୍ ପର୍ପୋଜ୍। ଯଦି ଆସିବ ର ଗୋଟେ ପଠେଇବେ, ସେ ଆଗ ରଟା ପଠେଇବେ, ମୁଁ ସେଇଟା ଆପଣଙ୍କ ପାଇଁ ପଠେଇବି କାଲି ସନ୍ଧ୍ୟା ସୁଦ୍ଧା ପଠେଇଲେ କ'ଣ ହେବ ନା ଆପଣ ଦେଖିବେ ସେଥିରେ ଲେଖା ହେଇଥିବ ଏ ଜମି ଯିଏ ବିକୁଛି, ଏ ଜମି କୌଣସି ଲିଜ୍ ପ୍ଲଟ୍ ନୁହେଁ, ସତ୍ୟ ପ୍ଲଟ୍ ନୁହେଁ, ଦେବୋତ୍ତର ସମ୍ପତ୍ତି ନୁହେଁ, ଦାନ ସମ୍ପତ୍ତି ନୁହେଁ, ଆମର ସ୍ଥିତିବାନ ପୈତୃକ ସମ୍ପତ୍ତି। ଆମର ପଇସାର ଆବଶ୍ୟକତା ହେତୁ ଆମେ ଅନେକ ଲୋକଙ୍କୁ ବିକୁଛୁ। ଆଜ ଦିନ ଠାରୁ ସିଏ ତାଙ୍କର ଚାଷାଦି ଗୃହକର୍ମାଦି କାମରେ ଲଗେଇ ପାରିବେ। ଆଜି ଦିନ ଠାରୁ ଆମେ ମାଲିକାନା ଅଧିକାର ଚାହିଁବି ପଛଘୁଞ୍ଚା କରିବୁ। ଆଗାମୀ ଦିନରେ ମୁଁ କିମ୍ବା ମୋ କୌଣସି ମୋର ସନ୍ତାନ ସନ୍ତତିମାନେ ଇଏ ଆବଶ୍ୟକ କଲେ ଆଇନ ଅନୁଯାୟୀ ଦଣ୍ଡନୀୟ। ଏହି ଦଲିଲଟି ତାଙ୍କର ଆଗାମୀ ଦିନରେ କାର୍ଯ୍ୟରେ ଆସେ। ଆଗରେ କେଉଁଠି ଭୁଲ ରହିବ ଠିକ୍ ନେଇକି ସବୁ ଲେଖିକି ଟାଇମ୍ କରିଦେବା। ରାସ୍ତାଟା ଥାଇକି କ'ଣ କରିବା? ରାସ୍ତା ନାହିଁ, ରାସ୍ତା ଅଛି ଯେ ଦିଅ, ରାସ୍ତା କ'ଣ ନାହିଁ, ରାସ୍ତା ଅଛି କିନ୍ତୁ ସେଇଟା କମ୍ପ୍ଲିଟ୍ କେବେ କ'ଣ ହେବ ସେ ବିଷୟ ଟିକେ ରହୁଛି। ଆପଣଙ୍କ ଖାଲି ଜାନୁଆରୀ କିମ୍ବା ଫେବୃଆରୀ ସେମିତି ଭିଡ଼ିଓ କରିକି ଆପଣଙ୍କୁ ଦେଖେଇଦେବି, କିମ୍ବା ଆପଣଙ୍କୁ ଯେମିତି ଆସୁଛନ୍ତି ଆସିବେ ବୁଲେଇ ଦେଇକି ଆଣି, ଯଦି ମୋର ନ ପଡ଼ିଥିବ ଇଲେକ୍ଟ୍ରିକ୍ ନ ପଡ଼ିଥିବ ପୁଣି ଆପଣଙ୍କ ପଇସା ଆପଣଙ୍କୁ ଫେରେଇବି। ଏ ପ୍ରତିଶ୍ରୁତି ମୋର ଜମି ମାଲିକ ପ୍ରତି ଭରସା, କାରଣ ସେଇଟା ଆପଣଙ୍କ ଭରସା ପ୍ରଥମେ କହିଛି ଆପଣଙ୍କର ଭରସା। ମୁଁ ଏ ପ୍ରତିଶ୍ରୁତି ଦେଉଛି, ଯଦି ଜାନୁଆରୀ ଫେବୃଆରୀ ସୁଦ୍ଧା ଆମର ରାସ୍ତା ମୋଡ଼କୁ ନ ପଡ଼ିଥିବ, ଇଲେକ୍ଟ୍ରିକ୍ ନ ପଡ଼ିଥିବ, ଆପଣ ଯେମିତି ଆମେ ଭଦ୍ରାମୀରେ ବସିକି କଥା ହେଉଛେ ସେମିତି ଭଦ୍ରାମୀରେ ଆମର କଥା ହେବ ଯେ ପ୍ରଭୁ ଆପଣଙ୍କ ଜାଗା ଆପଣ ନେଇଯାଆନ୍ତୁ, ଆମ ପଇସା ଆମକୁ ସୁଧ ମୂଳ ସରକାର ଫେରେଇବେ। ଗ୍ରୀନ୍ ଜୋନ୍ରେ ଯାଉଛି ନା ୟେଲୋ ଜୋନ୍ରେ ଯାଉଛି? ବ୍ଲୁ ଜୋନ୍ରେ ଯାଉଛି। କମର୍ସିଆଲ ୟେଲୋ ଜୋନ୍ ହେବାକୁ ଟାଇମ୍ ଲାଗିବ। ହଁ, ଜୋନ୍ ଚେଞ୍ଜ ହେବାକୁ ଟାଇମ୍ ଲାଗିବ। ଆଇଦର ବ୍ଲୁ ଜୋନ୍ ରହିଲେ ଆପଣଙ୍କର କିଛି ଅସୁବିଧା ନାହିଁ। କମର୍ସିଆଲ ଜୋନ୍ କ'ଣ ଖରାପ ଜୋନ୍? ଡବଲ ଲୋନ୍ ମିଳିବ, ତଳଟା ଆଉଟ୍ ହାଉସ୍ କରିଦେବେ, ଉପରଟା ରେସିଡେଣ୍ଟାଲ ଘର କରିପାରିବେ ଆରାମରେ। ପ୍ରୋବ୍ଲେମ୍ କ'ଣ ମାନେ ରାସ୍ତା ନଥିଲେ, ରାସ୍ତା ହେଉଛି ନା ଆପଣଙ୍କ କ୍ଷେତ୍ରରେ ନୁହଁ ସବୁ ଜାଗାରେ ବି ରାସ୍ତାଟା ମେନ୍ ପ୍ରୋବ୍ଲେମ୍ କ୍ରିଏଟ୍ କରେ। କାରଣ ଯେଉଁ ଜମିରେ ରାସ୍ତା ଯିବ ସେମାନେ ମଝିରେ କ୍ଷୀଣ କରିବେ, ଇଏ କରିବେ, ଏମିତି ବହୁତ ଜାଗାରେ ଏମିତି ଏକ୍ଜାମ୍ପଲ୍ସ ଅଛି। ତେଣୁକରି ଆମକୁ ଗୋଟିଏ ଡର, ରାସ୍ତାଟା ସେ ଜାଗା ପ୍ରତି ବର୍ତ୍ତମାନ ମାନେ ପ୍ରପର୍ ୱେରେ ମେନସନ୍ ବି ହେଇନି।
সেটা ଆପଣଙ୍କ ଦାୟିତ୍ୱରେ ଅଛି ଯୋଉଟା ଆପଣ କନଫିଡେଣ୍ଟଲି କହିଲେ ଆପଣ କରିପାରିବେ ହଁ ଯଦି ନ କରିପାରିଲେ ହଁ ମାନେ ଇନ୍ କେସ୍ ହଁ, ହଁ। 40% ମାନି ଚାଲୁ ହଁ। ମାନେ ଆପଣ ସେଟାକୁ ମାନେ କାହିଁକି 5% ମାନି ଚାଲୁ ଏଇଟା ବି ହେଇଛି ନା ରାଜଧାନୀରେ ହଁ ହେଇଛି ହେଉଛି ହଁ? ତ ଆପଣ କ'ଣ ଯେକୌଣସି ଲୋକମାନଙ୍କ ଭିତରେ ଏ ଶଙ୍କାଟା ଆସିବ ତେଣୁକରି ଏ ଶଙ୍କା ବି ଆସିଛି ଲୋକମାନଙ୍କ ଭିତରେ ହେଇଛି ନା? ସେମାନେ ଆମକୁ କହିଛନ୍ତି ଆମେ ତାର ଉପାୟ ବତେଇଛୁ କହିଛୁ କରିଛୁ ସେମିତି ଆପଣ ପୁରା ଖୋଲା କୁହନ୍ତୁ ତାପରେ ମୁଁ କହିବି ଆପଣ ଯଦି ମାନେ ଆମେ ଆପଣଙ୍କ ପଲିସି ହିସାବରେ ଆମେ ପ୍ରୋସେସ୍ କଲୁ ଆପଣ କହିବା କଥା ଡିସେମ୍ବର ଜାନୁଆରୀ ଭିତରେ ରାସ୍ତା ପୁରା ଓକେ କରି ରଖିଦେବେ ମାନେ ଇନ୍ କେସ୍ ଯଦି ନ କରିପାରିଲେ ଟାଇମ୍ ଲିମିଟ୍ ଭିତରେ ତାହେଲେ କ'ଣ କରାଯିବ ଆପଣ ଯେଉଁ ଅଧା ପଇସା ଦେଇଥିଲେ ଆଜ୍ଞା। ଅଧା ପଇସା ତ କଣ୍ଡିସନ କରାଯାଇଥିଲା ଆଜ୍ଞା କିନ୍ତୁ ଆପଣ ଟିକେ 60% ଦେବେ ଏକ ଆପଣଙ୍କର ଯେଉଁଦିନ ରେଜିଷ୍ଟ୍ରି କଲେ ମନେକର 10 ତାରିଖରେ ରେଜିଷ୍ଟ୍ରି କଲେ ଆଜ୍ଞା ଆଜ୍ଞା 10 ତାରିଖରେ ରେଜିଷ୍ଟ୍ରି କଲେ ନେକ୍ସଟ ଡେ 10 ଛଡ଼ା ହେଇଯିବ ତାପର 10ଠୁ ଚାଲିଲା ଇଏମଆଇ ସପୋଜ କୋଉ ମାସରେ ହେଇପାରୁନି ନା ହେବା କଥା ଛାଡ଼ ଆମର ହେଇଯିବ ଆମର ନାଇଁ, ପଇସା 1% ଆମର ହଁ ଆପଣ ଠିକ୍ ଯଦି ଅଛି। ଅପସନ ରଖିଲେ 1% ମୁଁ ସେମିତି ଅପସନ 1% ଯଦି ନ ହେଇପାରିଲା ଏଇ ମାସରେ ଫୋନ୍ କରି କହିଦେବେ ନା ଏଇ ମାସରେ ହେଇପାରିଲା ଆର ମାସରେ ଦେଇଦେବେ ଠିକ୍ ଅଛି। ଚଳିବ କାରଣ ଆମର ବ୍ୟାଙ୍କ ନୁହେଁ ଆମେ ଫ୍ରେଶ୍ ଭ୍ୟାଲ୍ୟୁରେ ଦେଉଛୁ ଆପଣ ଦେଇ ଚାଲିଲେ ଆପଣଙ୍କର ସପୋଜ 10 ଲକ୍ଷ ଟଙ୍କା ସୁଝିବାକୁ ଅଛି ଆପଣ ଏଥିରୁ 6 ଲକ୍ଷ କିମ୍ବା 5 ଲକ୍ଷ ଦେଇଦେଇକି 5 ଲକ୍ଷ ରଖିଦେବେ ଆଜ୍ଞା 3 ମାସ କହିଦେଲେ 4 ମାସ ହେଲାଣି ହେଇପାରୁନି ଆପଣ ଏଇଟା କଣ୍ଟିନ୍ୟୁ କରିଦିଅନ୍ତୁ ଆପଣଙ୍କ ପଇସାଟା ଆପଣ ନେଇଯିବେ ନା ବରଂ ଯେତିକି ଲସ୍ ହେଇଯାଇଛି ଆଉ କିଛି ଆପଣଙ୍କର ଲସ୍ ହେବନି ସେତିକି ପଇସାଟା ଆପଣ ବି ଚାହିଁଲେ ମାସକ ଭିତରେ ଆମେ ଯଦି କହିବେ ବି କଷ୍ଟମର କେତିକି ବିକି ଦିଅନ୍ତୁ କିମ୍ବା ଆପଣ ରଖିଦିଅନ୍ତୁ ଆମ ପଇସା ଆମକୁ ସୁଧମୂଳ ହିସାବରେ ଦେଇଦିଅନ୍ତୁ ସେଥିପାଇଁ ବି ଆମେ କିନ୍ତୁ ଆପଣଙ୍କୁ ଭରସା କରୁଛୁ ତେଣୁ ଆପଣ ଯାହା ହେଇଥିଲେ ମୁଁ ଦେଖିବାକୁ ହେଲା କଥା। ତାପରେ ଆଉ ଗୋଟେ କଥା ଆପଣଙ୍କ ପ୍ଲଟ୍ ଯେଉଁଠି ଅଛି ଏଇଟା 166 ଏଇଟା 165 ଏଠି 183 ଏଇ ଯେଉଁ 165 ଏଇଟା ହେଉଛି ଆମ ମାଲିକ ନାଁରେ ଦଲିଲ ଏବେ ବି ଅଛି ମାଲିକ ଆସୁଛନ୍ତି ସେ ଯଦି ଆସିକି ବାହାରେ ରହିବେ ଭିତରୁ ପିଲାମାନେ କାଢ଼ିକି ଦେଇଦେବେ ଏ ଯେଉଁ 165 ପ୍ଲଟ୍ଟା ଏଇଟା ଆମ ମାଲିକଙ୍କ ନାଁରେ ଯେଉଁ ହୃଦରଞ୍ଜନ ମହାପାତ୍ର MD ଆଜ୍ଞା ତାଙ୍କ ନାଁରେ ଦଲିଲ ଏଇ ଯେଉଁ 183ଟା ଏଇଟା ଏଗ୍ରିମେଣ୍ଟ ହେଇଛି ଟୋଟାଲ ଏଠି 4 ଗୁଣ୍ଠଟା ଏଇଟା ତାଙ୍କ ମିସେସ୍ ନାଁରେ ଏଇଟା ରେଜିଷ୍ଟ୍ରି କରାହେବ ନା କେବଳ ଏ ରାସ୍ତା ପାଇଁ ଏଠି କେବଳ ତାଙ୍କର କିଣା ହେଇକି ଅଛି ଏ ପ୍ଲଟ୍ଟା ଆଗରୁ ତାଙ୍କର କିଣିଥିଲେ ଅଧେ ବିକି ଦେଇଛନ୍ତି ଆଉ ଅଧେ ରଖିଛନ୍ତି ସେଇ ପ୍ଲଟ୍ ଉପରେ ସେ ରାସ୍ତା ଦେଇଛନ୍ତି ନିଜେ ମାଲିକ ତାଙ୍କର ମାନେ ଯିଏ ଆପଣଙ୍କର ଟ୍ରାଞ୍ଜାକ୍ସନ୍ କରିବେ ତାଙ୍କରି ନାଁରେ ହିଁ ଗଲେ ଯେ ବାହାର ଲୋକ କାହା ନାଁରେ ନୁହଁ କି ଚାଷୀ ନାଁରେ ନୁହଁ କି କଷ୍ଟମର ନାଁରେ ନୁହଁ ଡାଇରେକ୍ଟ ଆମ ମାଲିକ ନାଁରେ ରାସ୍ତା ସବୁ ରାସ୍ତା ଯେତେ ଯୁଆଡ଼େ ରାସ୍ତା ଅଛି ସବୁ ଆମ ମାଲିକ ନାଁରେ ମାଲିକାଣୀ ନାଁରେ ଆଚ୍ଛା ବୁଝିପାରିଲ ସେଇଟାକୁ ଆମେ ଏବେ ଗଭର୍ଣ୍ଣମେଣ୍ଟକୁ ହ୍ୟାଣ୍ଡ ଓଭର କରୁ ଗଭର୍ଣ୍ଣମେଣ୍ଟକୁ ହ୍ୟାଣ୍ଡ ଓଭର ନ କଲେ ଅସୁବିଧା ହେଉଛି ରେଜିଷ୍ଟ୍ରି ପାଇଁ ଆମେ ସ୍ଥିର କରିଛୁ କ'ଣ ସବୁ ପ୍ଲଟ୍ ଯେତେ ଅଛି 4 କୋଟି ଯାକ ସମସ୍ତଙ୍କୁ 5 ଲକ୍ଷ 3 ଲକ୍ଷ 2 ଲକ୍ଷ ଦେଇକି ଏଗ୍ରିମେଣ୍ଟ କରିଦେବୁ ତାପରେ ଆମେ ରାସ୍ତାକୁ ଗଭର୍ଣ୍ଣମେଣ୍ଟକୁ ହ୍ୟାଣ୍ଡ ଓଭର କରିବୁ ଏଗ୍ରିମେଣ୍ଟ ପୂର୍ବରୁ ଯଦି ଆମେ ଗଭର୍ଣ୍ଣମେଣ୍ଟକୁ ହ୍ୟାଣ୍ଡ ଓଭର କରିଦେବୁ ରାସ୍ତା ଏ ଲୋକ ଆଉ ଆମକୁ ମାନିବେନି କି ଦେବେ ନା ରୋଡ଼ ତ ଗଭର୍ଣ୍ଣମେଣ୍ଟର ହେଇଗଲା ନା ଆପଣ କାହିଁକି ମୋ କଥାରେ ରାଜି ହେବେ ବର୍ତ୍ତମାନ ରୋଡ଼ଟା ସିନା ମୋ ମାଲିକ ନାଁରେ ଅଛି ବୋଲି ଏ ପ୍ଲଟ୍ ଆଉ କାହାକୁ ଦେଇପାରୁନି ତାହେଲେ ଆମେ ଗଭର୍ଣ୍ଣମେଣ୍ଟକୁ ହ୍ୟାଣ୍ଡ ଓଭର କରିଦେବୁ ସେ ଆମକୁ ଆଉ ପଚାରିବେ ଆମର ବ୍ୟବସାୟ ଆମ ପେଟ ବାଟଣା ଆମର ଅଫିସ୍ କେମିତି ଆମେ କରିବୁ ସବୁବେଳେ ଦେଖିବାକୁ ଏଇ ପ୍ଲଟ୍ ଗୁଡ଼ା କେବଳ ଆମେ ଆଡ଼ଭାନ୍ସ କରିଦେଲେ ଆମେ ଏଇଟା ଗଭର୍ଣ୍ଣମେଣ୍ଟକୁ ହ୍ୟାଣ୍ଡ ଓଭର କରିଦେବୁ ଆମେ ବି ରଖିଲେ ଆମ ମୁଣ୍ଡରେ ଟେନସନ୍ ଏତେ ସମ୍ପତ୍ତି କେଉଁଠୁ ଆଣିଲା ତମର ଇନକମ୍ କ'ଣ ଢୁଙ୍କିବ ଏ ଭାରି ଟେନସନ୍ ହେବାକୁ ପଡ଼ୁଛି ହାଇ ରିଟର୍ନ ଏତେ ହେଇଯାଉଛି ଟ୍ୟାକ୍ସ ଦେଲା ବେଳକୁ ବର୍ଷ ପଡ଼ିକି ମାନେ ମୁଣ୍ଡ ଖରାପ ଲାଭ ଯେତିକି ଟ୍ୟାକ୍ସ ଦେବାକୁ ପଡ଼ୁଛି ସେତିକି ତୁରନ୍ତ ସେଇଟା ରାସ୍ତା ସବୁ ଗଭର୍ଣ୍ଣମେଣ୍ଟକୁ ହ୍ୟାଣ୍ଡ ଓଭର କରିବ ଆମର ବି ମିଟିଂ ହେଇଛି ଆମେ ଫାଇନାଲ୍ କରୁଛୁ ତାହେଲେ 6 ମାସ ବର୍ଷ ଭିତରେ ଆପଣଙ୍କର ଗଭର୍ଣ୍ଣମେଣ୍ଟ ରୋଡ଼ ବୋଲି ଶୋ କରିବ ଆପଣ ଯେମିତି ନକ୍ସା ମାରିକି ମୋତେ ପଠାଇଦେଲେ ଫୋନ୍ରେ ସେଠି ସବୁ ନକ୍ସା ଦେଖେଇଦେବ ରାସ୍ତା ଏବେ ତ ଲୋକେସନ୍ ମ୍ୟାପ୍ରେ ଦେଖେଇ ଦେଉଛି ଗୁଗୁଲ୍ ମ୍ୟାପ୍ରେ କେବଳ ରେଭିନ୍ୟୁ ନକ୍ସାରେ ଦେଖେଇବା କଥା
ରେଭିନ୍ୟୁ ନକ୍ସା ଦେଖେଇଲେ ହିଁ ଆପଣ ସିଓର ହେଇଯିବେ, ଆପଣ ସନ୍ତୁଷ୍ଟରେ ବସିବେ, ନହେଲେ ମୁଣ୍ଡରେ ଦ୍ୱନ୍ଦ୍ୱ ରହିବ, ଚିନ୍ତା ରହିବ। ଏତେ ଟଙ୍କାର ସମ୍ପତ୍ତି କିଣିଲେ କିନ୍ତୁ ରାସ୍ତାଟା ହେଇପାରିବ ନ ହେଇପାରିବ। ଆଉ ଆଜିକାଲି ଲୋକ ମିଠା ମିଠା କଥା କହିକି ଠକୁଛନ୍ତି, କାଳେ ଇଏ ମିଠା କଥା ଲୋକ ତ ଏଇଆ ହଉଛନ୍ତି ଆଉ। ଯିଏ ଠକିବାକୁ ବସିବ ସିଏ ବିଭିନ୍ନ ପ୍ରକାର ଉପାୟ ଫନ୍ଦା ଖନ୍ଦିବ ହଉଛି ନାଇଁ କି? ଯାହା ପୁଅକୁ ସାପ କାମୁଡ଼ି ଦେବ, ତା ପୁଅ ତା ମା ପାଳ କାମୁଡ଼ି ଦେଉଥିଲା, ବର୍ତ୍ତମାନ ଗୁଳି ସୁଦ୍ଧାକୁ ଡରିବାକୁ ପଡ଼ୁଛି। ଭୁବନେଶ୍ୱରରେ ଏମିତି କ୍ରାଇମ୍ କରିଦେଇଛନ୍ତି, ଏମିତି ବଦନାମ କରିଦେଇଛନ୍ତି, ଆପଣ ବୋଲି ନାହିଁ, ବ୍ଲାକ୍ ମନି ଯାହା ପାଖରେ ସିଏ ତ ରହୁଛି ଆଉ। ଆପଣଙ୍କ ପିଓର ହ୍ୱାଇଟ୍ ପଇସା ଆପଣ କେମିତି ନ ଡରିବେ? ଯୋଉଟା କହିବା ନ୍ୟାୟ କହିବା, ତାହାପରେ ଆପଣ କିଣାବିକା କି ମୁଁ କିଣାବିକା ସେଇଟା ଅଲଗା କଥା। ନ୍ୟାୟଟା କହିବା, ନ୍ୟାୟ ସଙ୍ଗତ ହେଲା, ତାପରେ ମନ ମାରିଲା, ତାପରେ ଆଗେଇବା। ଆଜି ସିନା ଏଇଟାକୁ ବେପାର କହିଦେଲେ, କାଲି ସକାଳେ ଏଇଟାକୁ ଦେଉଳ ବଢ଼ା କାମ କହିଦେଲେ, କିଛି ତ ମାନିବା। ଆଉ କିଛି ପାଣି ନାହିଁ, ଖାଲି ଡଙ୍ଗାଟାକୁ କରିଲେ ବଞ୍ଚିବ ଯିବନି। ଆଜ୍ଞା ମୁଁ କହିଲି ଯେ ଏଇଠି ଯଦି ଆମ ମାଲିକ ନାଁରେ ରାସ୍ତା ଯଦି ପ୍ଲଟ୍ଟା ନଥିବ ତାହେଲେ ଆପଣ କେମିତି ଦେବେ? ଆପଣ ଏଇଟା ଘର ବାରି କରିବେ କେମିତି? କରି କହିଦେବି, ଜୀବନ କଥା କହିଦେବି, କିନ୍ତୁ ଯଦି ଏଇଟା ମାଲିକ ନାଁରେ ନଥିବ ମୁଁ ଖସିଯିବିନି। ତେଣୁକରି ଯାହା ବି ହବ ସବୁ ଆଇନଗତ ହିସାବରେ କଲେ ଆମକୁ ସେଇଟା ସୁବିଧା ହେବ। ହ୍ୟାଲୋ।